जय जगन्नाथ पिलामाने तुमर आगको थिबा स्वाधीनता दिवस उपलक्षे आमे सुंदर भाषणटे पढ़िबा। सम्माननीय सभापति महोदय, पूज्य गुरुजी और गुरुमा वृंद एवं एठारे उपस्थित मोर सान बड़ भाई और भौणी माने आजिर एही पवित्र स्वाधीनता दिवस रे मते किछि कहिबार सुजोग मिलिथिबारु मु निजको धन्य मने करू। आज हेउची अगस्ट 15 तारिख 2026 मसीहा आम देशर 80तम स्वाधीनता दिवस। ଏହି ଦିନ ଆମ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବ ଗୌରବ ଓ କୃତଜ୍ଞତାର ଦିନ। ସମସ୍ତଙ୍କୁ ଏହି ଦିନରେ ମୋର ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆମ ଦେଶ ଦୀର୍ଘ 200ରୁ ଊର୍ଦ୍ଧ୍ୱ ବର୍ଷ ଧରି ଇଂରେଜମାନଙ୍କ ଦ୍ୱାରା ଶାସିତ ହେଲା ପରେ 1947 ମସିହା ଅଗଷ୍ଟ 15 ତାରିଖରେ ଆମ ଦେଶ ସ୍ୱାଧୀନତା ଲାଭ କରିଥିଲା। ଏହି ସ୍ୱାଧୀନତା ଆମକୁ ସହଜରେ ମିଳିନାହିଁ। ଏହା ପଛରେ ରହିଛି ଅସଂଖ୍ୟ ବୀର ଶହୀଦଙ୍କ ତ୍ୟାଗ, ବଳିଦାନ ଓ ସଂଘର୍ଷର ଫଳ। ଆମେ ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସାର ଆଦର୍ଶକୁ କେବେ ଭୁଲି ପାରିବା ନାହିଁ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦେଶପ୍ରେମ ଆଜି ମଧ୍ୟ ଯୁବପିଢ଼ିଙ୍କୁ ପ୍ରେରଣା ଦେଇଥାଏ। ଭଗତ ସିଂ, ସୁଖଦେବ, ରାଜଗୁରୁ, ଚନ୍ଦ୍ରଶେଖର ଆଜାଦ, ରାଣୀ ଲକ୍ଷ୍ମୀବାଇ ଏବଂ ଅନ୍ୟାନ୍ୟ ଅସଂଖ୍ୟ ବୀର ସନ୍ତାନଙ୍କ ତ୍ୟାଗ ଆମ ପାଇଁ ସର୍ବଦା ସ୍ମରଣୀୟ। ସେମାନଙ୍କ ବଳିଦାନ ଯୋଗୁଁ ଆଜି ଆମେ ସ୍ୱାଧୀନ ଭାବରେ ବଞ୍ଚି ପାରିଛୁ। ଆଜି ସକାଳୁ ଆମ ଦେଶର ପ୍ରଧାନମନ୍ତ୍ରୀ ଦିଲ୍ଲୀର ଲାଲକିଲ୍ଲାରୁ ତ୍ରିରଙ୍ଗା ଉତ୍ତୋଳନ କରନ୍ତି। ଆମ ସ୍କୁଲରେ ମଧ୍ୟ ଆମେ ପତାକା ଉତ୍ତୋଳନ କରୁ। ତୁମେ ଯେଉଁ ତ୍ରିରଙ୍ଗା ପତାକା ଦେଖୁଛ, ଏଥିରେ 3ଟି ରଙ୍ଗ ଅଛି। ଉପରେ କେଶରୀ, ଏହା ଆମର ସାହସ ଓ ଶକ୍ତିର ପ୍ରତୀକ। ମଝିରେ ଧଳା, ଏହା ଶାନ୍ତି ଓ ସତ୍ୟର ପ୍ରତୀକ। ତଳେ ସବୁଜ, ଏହା ଆମ ଦେଶର ସବୁଜିମା ଓ ଉନ୍ନତିର ପ୍ରତୀକ। ମଝିରେ ଥିବା ନୀଳ ଅଶୋକ ଚକ୍ର ଆମକୁ କୁହେ ଯେ ଆମେ ସବୁବେଳେ ଗତିଶୀଳ ରହିବା ଏବଂ ଆଗକୁ ବଢ଼ିବା। ଆମ ଦେଶ ବିଭିନ୍ନ ଭାଷା, ଧର୍ମ, ସଂସ୍କୃତି ଓ ପରମ୍ପରାର ଦେଶ। ଏହି ବିଭିନ୍ନତା ହିଁ ଭାରତର ସବୁଠାରୁ ବଡ଼ ଶକ୍ତି। ଆମେ ସମସ୍ତେ ମିଳିମିଶି ରହିବା, ପରସ୍ପରକୁ ସମ୍ମାନ ଦେବା ଏବଂ ଦେଶର ଏକତା ଓ ଅଖଣ୍ଡତାକୁ ରକ୍ଷା କରିବା ଆମର ପ୍ରଥମ କର୍ତ୍ତବ୍ୟ। ପ୍ରିୟ ସାଙ୍ଗମାନେ, ଆମେ ଛାତ୍ରଛାତ୍ରୀ ହୋଇଥିଲେ ମଧ୍ୟ ଦେଶ ଗଠନରେ ଆମର ବଡ଼ ଭୂମିକା ଅଛି। ଆମେ ମନ ଦେଇ ପାଠ ପଢ଼ିବା, ସମୟର ସଦୁପଯୋଗ କରିବା, ଶୃଙ୍ଖଳା ପାଳନ କରିବା, ପରିବେଶକୁ ସୁରକ୍ଷା କରିବା, ସ୍ୱଚ୍ଛତା ରକ୍ଷା କରିବା ଏବଂ ସତ୍ୟ ଓ ସଚ୍ଚୋଟତାର ପଥରେ ଚାଲିବା ଉଚିତ। ଆଜିର ଛାତ୍ରଛାତ୍ରୀ ହିଁ ଆସନ୍ତାକାଲିର ବୈଜ୍ଞାନିକ, ଶିକ୍ଷକ, ଡାକ୍ତର, ସୈନିକ, ପ୍ରଶାସକ ଓ ଦେଶର ନେତୃତ୍ୱ ନେବେ। ଆଜିର ଭାରତ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଶିକ୍ଷା, କୃଷି, କ୍ରୀଡ଼ା ଓ ମହାକାଶ କ୍ଷେତ୍ରରେ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି ଅଗ୍ରଗତିକୁ ଆହୁରି ଆଗକୁ ନେବା ଆମ ସମସ୍ତଙ୍କ ଦାୟିତ୍ୱ। ଆସନ୍ତୁ ଏହି ସ୍ୱାଧୀନତା ଦିବସରେ ଆମେ ସମସ୍ତେ ଶପଥ ନେବା, ଆମେ ନିଜ ଦେଶକୁ ଭଲ ପାଇବା, ଦେଶର ସମ୍ବିଧାନକୁ ସମ୍ମାନ କରିବା, ଜାତୀୟ ପତାକାର ମର୍ଯ୍ୟାଦା ରକ୍ଷା କରିବା, ପରିବେଶକୁ ସୁରକ୍ଷା କରିବା, ସମାଜରେ ଶାନ୍ତି ଓ ସଦ୍ଭାବ ବଜାୟ ରଖିବା ଏବଂ ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଭାରତ ଗଢ଼ିବାରେ ନିଜର ସର୍ବୋତ୍ତମ ଅବଦାନ ରଖିବା। ଶେଷରେ ମୁଁ ଆମର ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶତ ଶତ ପ୍ରଣାମ ଜଣାଉଛି ଏବଂ ଆମର ବୀର ସୈନିକମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ଦିନରାତି ଆମ ଦେଶର ସୁରକ୍ଷା ପାଇଁ ନିୟୋଜିତ ଅଛନ୍ତି। ଆସନ୍ତୁ ସମସ୍ତେ ଏକ ସ୍ୱରରେ କହିବା, ବନ୍ଦେ ମାତରମ୍, ଜୟ ହିନ୍ଦ, ଜୟ ଭାରତ, ଧନ୍ୟବାଦ। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ପିଲାମାନେ, ଏଇଭଳି ଭାବରେ ତୁମେ ଯଦି ତୁମର ସ୍ୱାଧୀନତା ଦିବସରେ ଗୋଟେ ସୁନ୍ଦର ଭାଷଣଟିଏ କହିବ, ତାହେଲେ ନିହାତି ତୁମର ଗୋଟେ ଭଲ ପ୍ରାଇଜ୍ ତୁମେ ପ୍ରାପ୍ତ କରିବ। ତ ଯଦି ତୁମକୁ ଭିଡ଼ିଓଟି ଭଲ ଲାଗିଥାଏ, ତାହେଲେ ନିହାତି ଭାବରେ ମୋତେ କମେଣ୍ଟରେ ଜଣାଇବ।